କଳା ପଡି ଯାଇଛି ମୋ ଧନ ସବୁ ଚୋପା ଛାଡି ଯାଇଥିଲୁ ସବୁ ପୋଡି ଯାଇଛି ସବୁଆଡ ସବୁ ପୋଡି ମୋ ଧନର ସବୁ ପୋଡ଼ି ଯାଇছিল। ଆଖି କାନ ସବୁଥିରେ କାଦୁଅ ପଶି ଯାଇଛି। ଦେହରୁ ଚୋପା ଛାଡ଼ି ଯାଇଛି। ଚଡ଼କ ମାରି ମୋ ଧନକୁ ମାରିଦେଲା। ମୋ ସଂସାର ଉଚ୍ଛନ୍ନ କରିଦେଲା ଲୋ। ମୋତେ ଦାଣ୍ଡକୁ ନେଇ ଆସିଲା। କାହା ମୁହଁ ଚାହିଁ ମୁଁ ବଞ୍ଚିବି? ମୋ ସାହାରା ବୁଡ଼ିଗଲା। ମୋତେ ଟିକେ ମୋ ଧନ ପାଖକୁ କିଏ ନେଇଯାଅ ରେ। ମୋତେ ଖୋଜୁଥିବେ ସିଏ। ଖାଲି ଟିକେ ଦେଖିବି ମୁଁ ତାଙ୍କୁ। କାନିରେ ପୋଛିଦେବି ମୋ ଧନ ଦେହକୁ ଲୋ। କିଛି ଏମିତି କହି କହି କାନ୍ଦୁଛି ସ୍ତ୍ରୀ। ବିକଳ ହେଇ କାନ୍ଦି କାନ୍ଦି ଚେତା ବୁଡ଼ି ଯାଉଛି ମା। କେଜାଣି କେମିତି ବେଳାରେ ରାତି ପାଇଥିଲା। ଗୋଟିଏ ଚଡ଼କ ଏକା ସାଙ୍ଗରେ ଶାଶୁ ବୋହୂଙ୍କ ମଥାରୁ ସିନ୍ଦୁର ପୋଛିଦେଲା। ଘର ହେଇଗଲା ପୁରୁଷ ଶୂନ୍ୟ। ଆଜି ପୁରା ମେଡିକାଲ ଫାଟି ପଡୁଛି କାନ୍ଦ ବୋବାଳିରେ। ଆଉ ଶବ ଘରେ ଶୋଇଛି ବାପ ପୁଅଙ୍କର ସେଇ ଅଧା ଜଳା ଶବ। ଦର୍ଶକ ବନ୍ଧୁ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଗୁନେଇବିଲି ପଞ୍ଚାୟତର ବାଲିପଡ଼ା ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଚାଷ ଜମିରେ ଧାନ ତଳି ରୋପଣ କରୁଥିବା ବେଳେ ବଜ୍ରାଘାତରେ ବାପ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟନାରାୟଣ ଦେହୁରୀ। ସୂଚନା ଅନୁସାରେ ଉଭୟ ମିଶି ଚାଷ ଜମିରେ ଧାନ ତଳି ଲଗାଉଥିବା ସମୟରେ ହଠାତ୍ ବଜ୍ରାଘାତ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ବିୟୋଗକୁ ନେଇ ବାଲିପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି। ସିଏ ଯାଇଥିଲେ ବାପ ପିଏ ଦି ଜଣ ବିଲ ଧାନ ରୋଇବାକୁ ଚଡ଼କ ମାରି ଦେଇଛି ଯେ ସେଇଠି ଆଖି କାନ କାଦୁଅ ପଶି ସବୁ ସେଇଠି ଜୀବନ ଚାଲି ଯାଇଛି। ମୋ ଧନର ସବୁଆଡ ପୋଡି ଯାଇଛି। ଛାତି ମୁଣ୍ଡ ସବୁ ଚୋପା ଛାଡି ଯାଇছিল। ଛାତି ସବୁ ଚୋପା ଛାଡି ଯାଇଛି। ଜଙ୍ଘ ସବୁ ପୋଡି ଯାଇଛି। କାମାକ୍ଷାନଗରରୁ ଭାଗୀରଥୀ ମହାରଣାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।